ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ ଆଜିର ଭିଡିଓଟିରେ ଆମେ ସରସ୍ୱତୀ ଦେବୀଙ୍କ ବିଷୟରେ ଜାଣିବା। ଚାଲନ୍ତୁ ଦେଖିନେବା ଆଜିର ପ୍ରଥମ ପ୍ରଶ୍ନଟି। ବସନ୍ତ ପଞ୍ଚମୀ ଦିନ କେଉଁ ଦେବୀଙ୍କୁ ପୂଜା କରାଯାଏ? ଅପସନ୍ ଏ ଲକ୍ଷ୍ମୀ ମାତା, ଅପସନ୍ ବି ସରସ୍ୱତୀ ଦେବୀ, ଅପସନ୍ ସି ଦୁର୍ଗା ମାତା, ଅପସନ୍ ଡି କାଳୀ ମାତା। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ସରସ୍ୱତୀ ଦେବୀ। ଫ୍ରେଣ୍ଡସ୍ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ଦେବୀଙ୍କୁ ପୂଜା କରାଯାଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କେଉଁ ମାସରେ ସରସ୍ୱତୀ ପୂଜା ପାଳନ କରାଯାଏ? ଅପସନ୍ ଏ ମାଘ ମାସ, ଅପସନ୍ ବି ବୈଶାଖ ମାସ, ଅପସନ୍ ସି ଫାଲ୍ଗୁନ ମାସ, ଅପସନ୍ ଡି ଚୈତ୍ର ମାସ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ମାଘ ମାସ। ଫ୍ରେଣ୍ଡସ୍ ମାଘ ମାସରେ ଯାହାକି ସରସ୍ୱତୀ ପୂଜା ପାଳନ ହୁଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ମାଘ ମାସର କେଉଁ ଦିନ ସରସ୍ୱତୀ ପୂଜା ପାଳନ କରାଯାଏ? ଅପସନ୍ ଏ ପ୍ରଥମ ଦିନ, ଅପସନ୍ ବି ତୃତୀୟ ଦିନ, ଅପସନ୍ ସି ପଞ୍ଚମ ଦିନ, ଅପସନ୍ ଡି ସପ୍ତମ ଦିନ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ପଞ୍ଚମ ଦିନ। ଫ୍ରେଣ୍ଡସ୍ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଯାହାକି ସରସ୍ୱତୀ ପୂଜା ପାଳନ କରାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। କେଉଁ ଦେବୀଙ୍କୁ ଶିକ୍ଷା, ଜ୍ଞାନ, ବୁଦ୍ଧି ଏବଂ ସୂକ୍ଷ୍ମ କଳାର ଦେବୀ ଭାବରେ ପୂଜା କରାଯାଏ? ଅପସନ୍ ଏ ସରସ୍ୱତୀ ଦେବୀ, ଅପସନ୍ ବି ଲକ୍ଷ୍ମୀ ମାତା, ଅପସନ୍ ସି ଦୁର୍ଗା ମାତା, ଅପସନ୍ ଡି କାଳୀ ମାତା। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ସରସ୍ୱତୀ ଦେବୀ। ଫ୍ରେଣ୍ଡସ୍ ସରସ୍ୱତୀ ଦେବୀଙ୍କୁ ଯାହାକି ଶିକ୍ଷା, ଜ୍ଞାନ, ବୃଦ୍ଧି ଏବଂ ସୂକ୍ଷ୍ମ କଳାର ଦେବୀ ଭାବରେ ପାଳନ କରାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। କେଉଁ ଋତୁରେ ସରସ୍ୱତୀ ପୂଜା ପାଳନ କରାଯାଏ? ଅପସନ୍ ଏ ଶୀତ ଋତୁ, ଅପସନ୍ ବି ଶରତ ଋତୁ, ଅପସନ୍ ସି ବସନ୍ତ ଋତୁ, ଅପସନ୍ ଡି ଗ୍ରୀଷ୍ମ ଋତୁ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ବସନ୍ତ ଋତୁ। ଫ୍ରେଣ୍ଡସ୍ ବସନ୍ତ ଋତୁରେ ସରସ୍ୱତୀ ପୂଜା ପାଳନ କରାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଦେବୀ ସରସ୍ୱତୀଙ୍କ ପିତାଙ୍କ ନାମ କଣ? ଅପସନ୍ ଏ ବ୍ରହ୍ମା, ଅପସନ୍ ବି ବିଷ୍ଣୁ, ଅପସନ୍ ସି ଶିବ, ଅପସନ୍ ଡି ଉଭୟ ଏ ଏଣ୍ଡ ସି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଉଭୟ ଏ ଏଣ୍ଡ ସି, ମାନେ ବ୍ରହ୍ମା ଏବଂ ଶିବ। ଫ୍ରେଣ୍ଡସ୍ ବ୍ରହ୍ମାଙ୍କୁ ତ ଆପଣ ଜାଣିଛନ୍ତି ଯାହାକି ସେ ସୃଷ୍ଟିକର୍ତ୍ତା। ତେବେ ଏହା ସହିତ ଶିବଙ୍କୁ ମଧ୍ୟ କୁହାଯାଏ ଯାହାକି ଶିବ ଏବଂ ପାର୍ବତୀଙ୍କ ଝିଅ ଭାବରେ ଦେବୀ ସରସ୍ୱତୀ ଜନ୍ମ ହୋଇଥିଲେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଦେବୀ ସରସ୍ୱତୀଙ୍କ ସ୍ୱାମୀଙ୍କ ନାମ କଣ? ଅପସନ୍ ଏ ବ୍ରହ୍ମା, ଅପସନ୍ ବି ବିଷ୍ଣୁ, ଅପସନ୍ ସି ଶିବ, ଅପସନ୍ ଡି ଉଭୟ ଏ ଏଣ୍ଡ ସି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ବ୍ରହ୍ମା। ଫ୍ରେଣ୍ଡସ୍ ଏହା ସହିତ ଆପଣମାନେ ଜାଣିଥିବେ ଯାହାକି ଦେବୀ ସରସ୍ୱତୀଙ୍କ ସ୍ୱାମୀ ଯାହାକି ଶ୍ରୀହରି ବିଷ୍ଣୁଙ୍କୁ ମଧ୍ୟ କୁହାଯାଏ। ତେବେ ଏହା ଯାହାକି ମାତା ଲକ୍ଷ୍ମୀଙ୍କ ଅଭିଶାପ ଯୋଗୁଁ ଦେବୀ ସରସ୍ୱତୀଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇକି ବ୍ରହ୍ମା ତାଙ୍କୁ ତାଙ୍କର ପତ୍ନୀ ବନାଇଥିଲେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। କିଏ ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କୁ ପୂଜା କରାଯିବ ବୋଲି କହିଥିଲେ? ଅପସନ୍ ଏ ବ୍ରହ୍ମା, ଅପସନ୍ ବି ଶ୍ରୀକୃଷ୍ଣ, ଅପସନ୍ ସି ଶିବ, ଅପସନ୍ ଡି ଉଭୟ ଏ ଏଣ୍ଡ ସି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଶ୍ରୀକୃଷ୍ଣ। ଫ୍ରେଣ୍ଡସ୍ ଶ୍ରୀକୃଷ୍ଣ ଯାହାକି ମହାଭାରତରେ ଦେବୀ ସରସ୍ୱତୀଙ୍କୁ ବସନ୍ତ ପଞ୍ଚମୀରେ ପୂଜା କରାଯିବା କଥା କହିଥିଲେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଦେବୀ ସରସ୍ୱତୀଙ୍କ ହାତରେ କେଉଁ ଯନ୍ତ୍ର ଦେଖାଯାଏ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ବୀଣା। ଫ୍ରେଣ୍ଡସ୍ ଦେବୀ ସରସ୍ୱତୀଙ୍କ ହାତରେ ଯେଉଁ ଯନ୍ତ୍ରଟି ଦେଖୁଛନ୍ତି ତାହାର ନାମ ହେଉଛି ବୀଣା। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ। ଦେବୀ ସରସ୍ୱତୀଙ୍କ ଅନ୍ୟ ନାମ କଣ କଣ?
ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଶାରଦା, ସାବିତ୍ରୀ, ବ୍ରହ୍ମାଣୀ, ଭାରତୀ, ବାଗ୍ଦେବୀ, ବାଣୀ, ଭୁବନେଶ୍ୱରୀ, ଜ୍ଞାନଦେବୀ, ଜ୍ଞାନଦାତ୍ରୀ, ବୀଣାବାଦିନୀ, ବୀଣାପାଣି ଏମିତି ବହୁତ କିଛି ନାମ ରହିଛି। ଆପଣଙ୍କ ମନ ଯାହାକି ଜାଣିଛନ୍ତି ନାମ ନିଶ୍ଚୟ କମେଣ୍ଟ ଦ୍ୱାରା ଜଣାଇବେ। ଫ୍ରେଣ୍ଡସ୍ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।